ହାଏ ଏଭ୍ରିୱାନ୍ ଆପଣ ସମସ୍ତଙ୍କୁ ପୁଣି ଥରେ ମୋ ଚ୍ୟାନେଲରେ ସ୍ୱାଗତ। ଦେଖୁଛନ୍ତି ଶରତ ଋତୁ ପହଞ୍ଚିଗଲାଣି। ତା ସାଙ୍ଗକୁ ମା ଦୁର୍ଗାଙ୍କର ଆଗମନ ହେବ। ମା ଦୁର୍ଗାଙ୍କ ଆଗମନ ଆଗରୁ ଭାବିଲି ଡ୍ରଇଂ ବନେଇ ମା ଦୁର୍ଗାଙ୍କୁ ସ୍ୱାଗତ କରିବି। ମାଙ୍କର ବ୍ଲେସିଂ ବି ଦରକାର ନା। ଆଚ୍ଛା ଆପଣମାନେ କହିଲେ ଏହି ବର୍ଷର ଦୁର୍ଗା ପୂଜା ପାଇଁ ଏକ୍ସାଇଟେଡ୍ ଅଛନ୍ତି କି ନାହିଁ? ଏମିତିରେ ସବୁଠି ପ୍ରିପାରେସନ ଷ୍ଟାର୍ଟ ହେଇଗଲାଣି। କାରଣ ନବରାତ୍ରି ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ କିଛି ଦିନ ରହିଲା। ତାପରେ ପୂଜା ଆରମ୍ଭ ହେଇଯିବ। ଆରେ ନବରାତ୍ରିର କଥାରୁ ମନେ ପଡିଲା, ଏଇ ନବରାତ୍ରିର ଗାଥା ଶୁଣିବାକୁ ଭାରି ବଢିଆ ଲାଗେନି? ଆଉ ଦେବୀଙ୍କର ସବୁ ରୂପ ସ୍ୱରୂପର କଥା ଶୁଣିବାକୁ ଆହୁରି ଭଲ ଲାଗେ। ମୁଁ ତ ବହୁତ ଥର ଶୁଣିଛି। ଆପଣମାନେ ନବରାତ୍ରିର କଥା ଶୁଣିଛନ୍ତି ତ? ଆଚ୍ଛା ମୁଁ କଣ ଭାବୁଥିଲି ଜାଣନ୍ତି? ଯଦି ଆଜିର ଏଇ ଡ୍ରଇଂକୁ ମା ଦୁର୍ଗା ଦେଖି ବହୁତ ଖୁସି ହେଇଯାଆନ୍ତି, ତାହେଲେ କେତେ ବଢିଆ ହୁଅନ୍ତା। ଛାଡ଼ନ୍ତୁ, ଆପଣ କହିଲେ ଦୁର୍ଗା ପୂଜାର ପ୍ରସ୍ତୁତି ଆପଣଙ୍କର ଆରମ୍ଭ ହେଇଗଲାଣି କି ନାହିଁ? ଆଚ୍ଛା ଏଇ ପୂଜା ପ୍ରସ୍ତୁତି ଭିତରେ ମୋ ଡ୍ରଇଂକୁ ଲାଇକ୍ କରିବାକୁ ଆଦୌ ଭୁଲି ଯିବେନି। କମେଣ୍ଟରେ ନିଶ୍ଚୟ କହିବେ ମା ଦୁର୍ଗାଙ୍କ ଡ୍ରଇଂ ଆପଣମାନଙ୍କୁ କେମିତି ଲାଗିଲା। ହୁଁ, ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ପୁଣି ଦେଖାହବା ଆଉ ଗୋଟେ ଡ୍ରଇଂ ଭିଡ଼ିଓରେ। ବାଏ ବାଏ।